आई ହେଇଗଲି ବୋଲିକି ଆପଣମାନଙ୍କୁ ଶୁଣିକି ବହୁତ ଆଶ୍ଚର୍ଯ୍ୟ ଲାଗିଥିଲା କେମିତି ଆଇ ହେଲି ଭିଡ଼ିଓଟାକୁ ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖିଲେ ଆପଣମାନେ ଜାଣିପାରିବେ। ଆଉ ଆମ ଧନ ବିଲେଇଟା ଯେମିତି ଦେଖୁଛନ୍ତି ମା ସଉଣ୍ଡ ଛୁଆଟା ଥିଲା ଆଉ ତାକୁ ଛୋଟରୁ ବଡ଼ କରିକି ପାଳି ପୋଷିକି ମୁଁ ବଡ଼ କରିଥିଲି ଆଉ ମୋର ଝିଅ ଭଳି ମୁଁ ପାଳିଥିଲି। ଆଜି ପୁଅଟେ ଯେମିତି ଜନ୍ମ କରିଛି ମୁଁ ତାର ଆଇ ହେଇଗଲି ନା। ଆଉ ଗେଲିଆପା କହୁଥିଲେ ବୁଝିଲ ଘରମଣି ତମେ ଆଜି ଆଇ ହେଇଗଲ ଆଉ ମିଠା କାହିଁ? ମୁଁ କହିଥିଲି ଏଇଟା ଗୋଟେ କଥା ଆଜି ମିଠା ଖାଇବ ନା ନିଶ୍ଚୟ ତମକୁ ମିଳିବ। ଆଉ ଆପଣମାନେ ମିଠା ଖାଇବେ କି ନିହାତି କମେଣ୍ଟରେ ଲେଖିବେ। ଯେଉଁମାନେ ମିଠା ଖାଇବା ପାଇଁ ଇଚ୍ଛା ଅଛି ମୁଁ ନିହାତି କମେଣ୍ଟରେ ଲେଖିବେ ଆଉ ମୁଁ ପାର୍ସଲ କରିଦେବି। ଆଉ ବହୁତ ଜୋରେ ଆମ ଧନକୁ ଭୋକ ଲାଗିଥିଲା ବୋଲି ଗେଲିଝିଅ ମୁଠାଇ ଭୁଜା ଆଣିକି ଦେଇଥିଲା ଆଉ କହୁଥିଲା ମା ଆଜି କ୍ୟୁଟି ବିଲେଇଟେ ଆମର ଯେମିତି ଜନ୍ମ କରିଛି ଧନ କ୍ୟୁଟି ଛୁଆଟେ ବଢ଼ିଆ ହେଇଛି ନା ତା ନାଁ କ'ଣ ଦେବା? ତା ନାଁ ହେଉଛି ସନୁ। ଆଉ ଏତେ ଜୋର କ୍ଷୀର ଦେବା ପାଇଁ ତା ଭୋକ ଲାଗିଥିଲା ବୋଲିକି ଧାଇଁକି କେମିତି ବିଲେଇଟେ ନେଇଯାଉଥିଲା। ଆଉ ଆପଣମାନଙ୍କର ସମସ୍ତଙ୍କର କମେଣ୍ଟ ଥିଲା ଦିଦି କିଲେ ଅଟାରେ କେତେ ସୁଜି ଦେଉଛ? କିଲେ ଅଟାରେ ଆପଣ ଦେବେ 100 ସୁଜି ଆଉ ବଢ଼ିଆ ଗୁପଚୁପ କରି ଘରେ ପ୍ରସ୍ତୁତ କରିକି ଖାଇବେ। ଆପଣମାନେ ତ ଦେଖେଇଥିଲେ ଭିଡ଼ିଓ ଆଉ ଯଦି ନ ପାରୁଛନ୍ତି ତାହେଲେ ନିହାତି ମୋ ଆଇଡ଼ିକି ଚେକ୍ କରିବେ ସ୍ମାଇଲ୍ ସସ୍ମିତା ଲେଖିଦେବେ ଆସନ୍ତୁ ଜାଣିବା ଗୁପଚୁପ କେମିତି ତିଆରି ହୁଏ। ତ ସେଇଟାରେ ସବୁକିଛି କରିଛି ଶିଖିପାରିବେ। ଆଉ ଗେଲି ଝିଅ କହୁଥିଲା ମା ଚାଲ ଆଜି ଫୁଲ ଦିଟା ତୁଳିଦେବ। ଆଉ କେତେ ସୁନ୍ଦର ଆମର ଗେଲି ଝିଅ ଫୁଲ ଗଛ ସବୁ ଲଗେଇଛି ଏବେ ଘନ ଘନ ବର୍ଷା ହେଉଛି ବୋଲିକି ବହୁତ ସାରା ଆମ ବାଡ଼ିରେ ଫୁଲ ଫୁଟୁଛି। ଆଉ ଦେଖୁଥିବେ କେଡ଼େ ସୁନ୍ଦର ଫୁଲ ଆଜି ଫୁଟିଛି ବହୁତ ଫୁଲ ଫୁଟୁଛି। ଆପଣମାନଙ୍କର ତ ବହୁତ ସାରା ଫୁଲଟେ ପସନ୍ଦ ନା। ଆଉ ଯେଉଁମାନଙ୍କର ପସନ୍ଦ ଫୁଲ ନିହାତି କମେଣ୍ଟ ଲେଖିବେ ଗେଲି ଝିଅ ପୁହା କରିକି ପଠେଇଦେବ। ଆଉ ଡେରି ନ କରିକି ଗେଲି ଝିଅ ଆଜି ଗୁରୁବାର ଥିଲା ବୋଲି ଜୟ ମା ଲକ୍ଷ୍ମୀ କହିକି ଗୋଟେ ପରେ ଗୋଟେ ଜୁହାର ହେଇକି ଫୁଲଟେ ତୁଳିବା କହୁଥିଲା ଆଉ ମୋତେ ବହୁତ ଖୁସି ଲାଗିଥିଲା। ଆଉ ତାପରେ ଗେଲି ଝିଅ କହୁଥିଲା ମା ଆଜି ନା ନୂଆ ପ୍ରେସର କୁକରଟେ ଯେଉଁ ଆଣିଛ କ୍ଷୀରିଟେ ବନେଇବନି? ମୁଁ ନିହାତି ବନେଇବି ସାଙ୍ଗମାନଙ୍କୁ ଦେଖିବା 5 ମିନିଟ୍ରେ କେମିତି ହେଇଯାଉଛି ଆମ କ୍ଷୀରି। ଆଉ ଗେଲି ଝିଅ ଡେରି ନ କରି କଡ଼କ କଡ଼କ ଚାହାଟେ ବନେଇବା ପାଇଁ ଲାଗିଯାଇଥିଲା ଗୁଜରାତି ଲବଙ୍ଗ ଅଦା ଦେଇକି। ଆଉ ଗେଲି ଝିଅ କହୁଥିଲା ଦେଖିପାରୁଥିବେ ମୋ ସକାଳୁ ସକାଳୁ ମୋର ଏଇ ଡ୍ୟୁଟିଟା ଚାହା ନ କଲେ ହେବନି। ଆଉ ସେକଡ଼ରେ ମୋ ବାସନକୁସନଟେ ମାଞ୍ଜିଲା ବେଳକୁ ଗେଲି ଝିଅ କହୁଥିଲା ମା ଆଜି ତମେ ଚାହା ଖାଇବନି କି? ମୁଁ କହିନି କେମିତି ଗେଲି ଝିଅ ହାତରେ ଚାହା ନ ଖାଇଲେ ହେବ? ଦିନଟା ମୋର କେମିତି ଯିବ? ଆଉ ଡେରି ନ କରି ଏତେ ସୁନ୍ଦର ବାସନ ଯେଉଁ ଆସିଥିଲା ଚଟାପଟ ହାତ ଦେଇକି ଗରମ ଗରମ ଘୋଟଟେ ମୁଁ ମାରି ଦେଇଥିଲି। ଆଉ ଗେଲିଆପା ଯାଇକି ସେପଟରେ ବାଡ଼ିରେ ମଜା ନେଉଥିଲେ କେମିତି କଦଳୀ କାନ୍ଧି ପାଚିଲାଣି କେମିତି ସପଟା ଆମର ପାଚିଲାଣି ସବୁ ମଜା ନେଉଥିଲେ। ଆଉ ଆପଣମାନେ ଦେଖୁଥିବେ ଗୋଟେ ପରେ ଗୋଟେ କଦଳୀ କାନ୍ଧି ଆମର କେମିତି ପାଚି ଯାଉଛି। ଆଉ ପଣା ସଂକ୍ରାନ୍ତି ଆସିଯାଉଛି ବୋଲିକି ପଣାଟା ହେବ ବୋଲିକି ଭାରି ମନେ ଖୁସି ଗେଲି ଝିଅ କୁଇଡ଼ି ଛାଡ଼ିବ। ତ କେମିତି ଲାଗିଲା ନିହାତି କମେଣ୍ଟରେ କହିବେ। ଜୟ ଜଗନ୍ନାଥ।